हरि ओम हरि ओम हरि ओम हरि ओम तस्मै श्री गुरवे नमः। गुरु ब्रह्मा गुरु विष्णु गुरुदेव महेश्वर गुरु साक्षात् परब्रह्म तस्मै श्री गुरवे नमः। ज्ञानी भवति भारत अभिज्ञान धर्म सततम सुप्रधान परित्राणाय साधनाय विनाशाय चतुष्कृतं धर्म संस्थापनार्थाय सम्भवामि युगे युगे। मुखं करोति वाचालं पङ्गुं लङ्घयते गिरिं यत्कृपादमहं वन्दे परमानन्द माधव परमानन्द माधव परमानन्द माधव परमानन्द माधव परमानन्द माधव। गोविंद 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 पदुगाळुचिन करंद सेम करंद पान करी आनंदे बोल हरि हरि हरिक नामे बांध बेड़ा कारिक हरिवे चका डोड़ा से चका डोड़ा पयरे मन मोराहु निरंतरे मन मो निरंतरे रहु कृष्ण बोली जीव जाऊ कृष्ण बोली जाऊ जीव मोते उधर हे माधव उधर न उधर मोते शरण तोर पाद गते शरण तोर पाद गते शरण तोर पाद गते कृष्ण चरणे देईचित गाइबी कृष्णर चरित शुण राजन परीक्षित कृष्ण चरित भागवत सुदया कर उमाकांत जिह्वा मो पढ़ु भागवत जिह्वा मो पढ़ु भागवत जिह्वा मो पढ़ु भागवत। ताको कौजे दाना पैसा देथला ल हता र कहि हदा राम नष्ट दे देथला ए आ तोर पैसा बता छ मोर पैसा बता तार हम 3 दिन की 400 बता से ना थे 4 दिन की 300 सुख कहती राजा शुण कृष्ण चरित देई मन पूर्वे जे सरस्वती तीरे मिली सकल द्विजवरे यज्ञ करिबा विचारिले प्रभुଙ୍କୁ चाही आज्ञा देले ब्रह्मा श्री हरि पंचानन ए तीनि मध्ये जे प्रधान चिन्ह ताहांकु आस तुम्भे यज्ञ रे बरिबाक आम्भे विप्रमानक वाक्य शुणी बेगे चलिले भृगु मुनि ब्रह्माक सभारे मिलिले सत्वरे तांकु प्रणमिले स्तुति न पढ़ी हेले तुनी देखी कोपिले पद्मजोनी ता देखी भृगु कर जोड़ी नाना विनये स्तुति पढ़ी तोष जन्माई ताहांकर सेठारु जाई मुनिवर सेठारु जाई मुनिवर सेठारु जाई मुनिवर शिव भुवने कैलासे हर से मिली हर पासे
ଯାଉ ତାହାଙ୍କ ବାମ ଭାଗେ ତା ଦେଖି ଶଙ୍କର ବିରାଗେ ତ୍ରିଶୂଳ ହସ୍ତେ ମାରିବାକୁ ଗମନ୍ତେ ଭୃଗୁ ଦେଖି ତାଙ୍କୁ ସ୍ତୁତି ବଚନେ ତୋଷ କରି ସେଠାରୁ ଗଲେ ତପଚାରି ବୈକୁଣ୍ଠରେ ଯାଇ ମିଳି ଦେଖିଲେ ପ୍ରଭୁ ବନମାରି ଦେଖିଲେ ପ୍ରଭୁ ବନମାରି ଦେଖିଲେ ପ୍ରଭୁ ବନମାରି ନିଦ୍ରାରେ ହୋଇ ଅଚେତନ ନାହିଁ ତାଙ୍କର ବ୍ୟାହ ଜ୍ଞାନ ଏମନ୍ତେ ଦେଖି ଭୃଗୁ ମୁନି ଅନେକ କଟୁ ବାକ୍ୟ ଭଣି ନାରାୟଣଙ୍କ ହୃଦୟରେ ମାଇଲେ ପଦାଘାତ ଥରେ ତକ୍ଷଣେ ପ୍ରଭୁ ରମାନାଥ ନିଦ୍ରାକୁ ତେଜିଲେ ତୁରିତ ଉଠି ବିପ୍ରର ପାଦେ ପଡ଼ି କହନ୍ତି ବେନି କର ଯୋଡ଼ି କହନ୍ତି ବେନି କର ଯୋଡ଼ି କହନ୍ତି ବେନି କର ଯୋଡ଼ି ମୁନି କଠିନ ମୋ ହୃଦ ଅତି କୋମଳ ତୁମ୍ଭ ପାଦ ପ୍ରହାରେ ପୀଡ଼ା ହୋଇଥିବ କ୍ଷମା କର ହେ ଋଷି ଭବ ଏପରି କହି ଦେବ ହରି ବିପ୍ରଙ୍କୁ ମାନେ ପୂଜା କରି ବିଦାୟ ନେଇ ଭୃଗୁ ଗଲେ ମୁନିଙ୍କ ଆଗେ ତା କହିଲେ ସକଳ ଋଷି ମାନେ ଶୁଣି ଭୃଗୁ ବଚନ ପରିମାଣି ବିଷ୍ଣୁଙ୍କୁ ଜାଗରେ ବରିଲେ ବାଞ୍ଛିତ ଫଳ ସେ ଲାଭିଲେ କହନ୍ତି ବ୍ୟାସ ମୁନି ସୁତ ଶୁଣା ହେ ନୃପ ପରୀକ୍ଷିତ ଶୁଣା ହେ ନୃପ ପରୀକ୍ଷିତ ଶୁଣା ହେ ନୃପ ପରୀକ୍ଷିତ ଏଥୁଅନ୍ତେ ଯେ କେତେ ଦିନେ ବ୍ରାହ୍ମଣୀ ଦ୍ୱାରକା ଭୁବନେ ଗର୍ଭ ପ୍ରସବ କାଳେ ତାର ଯେତେ ଉପୁଜିଲେ କୁମର ଦ୍ୱିପଞ୍ଚ ମାସ ଗର୍ଭେ ଥାନ୍ତି ଭୂମି ସ୍ପର୍ଶେ ସେ ମରନ୍ତି ସେ ମୃତ ପିଣ୍ଡ କୋଳେ ଧରି ବିପ୍ର ବିକଳେ ଶୋକ କରି ବିପ୍ର ବିକଳେ ଶୋକ କରି ବିପ୍ର ବିକଳେ ଶୋକ କରି କୃଷ୍ଣର ଘରେ ନେଇ ଥୋଇ ବିପ୍ର ବୋଲାଇ କୋପ ବହି ବ୍ରହ୍ମହିଂସକ ଯଦୁବଂଶ ଶଠ ହୃଦୟ ଅବିଶ୍ୱାସ ଲଭିଲି ବିଷୟ ଲାଳସେ ଏମତେ କଲା କର୍ମ ଦୋଷେ ମୋ ପୁତ୍ର ଜନ୍ମ କାଳେ ମଲା ଏମନ୍ତ ବୋଲି କୋପ କଲା ପୁଣି ବୋଲାଇ ଖେଦ ଚିତେ ଏ ଦୁଷ୍ଟ କାଳ ବିପରୀତେ ଏ ଦୁଷ୍ଟ କାଳ ବିପରୀତେ ଏ ଦୁଷ୍ଟ କାଳ ବିପରୀତେ ବିହରି ନରପତି ବିଶାଳ ଇନ୍ଦ୍ରିୟ ଦୁର୍ବୃତ୍ତି ଏମନ୍ତ ନରପତି ଦେଶେ ଯେ ପ୍ରଜା ରହନ୍ତି ବିଶ୍ୱାସେ ଯେ ପ୍ରଜା ରହନ୍ତି ବିଶ୍ୱାସେ ଦୁଃଖୀ ଦରିଦ୍ର ହୁଅନ୍ତି ନିତେ ମରନ୍ତି ଅବନି ପ୍ରାପତେ ଏମତେ ନବ ପୁତ୍ର ମଲା ଶୁଣ ହେ କୃଷ୍ଣଙ୍କର ଲୀଳା ଅର୍ଜୁନ ଥିଲା ନିଜ ଦେଶେ ଏ କଥା ଶୁଣି ସେ ବିଶ୍ୱାସେ କଥା ଶୁଣି ସେ ବିଶ୍ୱାସେ
ଏ କଥା ଶୁଣି ସେ ବିଶ୍ୱାସେ ମିଳିଲା ରାଜଦ୍ୱାରେ ଆସି ଦେଖଇ ବିପ୍ର ଅଛି ବସି ମୃତ ବାଳକ ଧରି କୋଳେ କହଇ ଜୀବନ ବିକଳେ ନିନ୍ଦଇ ରାମ ବନମାଳି କାନ୍ଦଇ କୋପେ ଦେଇ ଗାଳି ବିଷ୍ଣୁ ନିନ୍ଦିତ ବାକ୍ୟ ଶୁଣି ମିଳିଲା ରାଜଦ୍ୱାରେ ଆସି ଦେଖଇ ବିପ୍ର ଅଛି ବସି ମୃତ ବାଳକ ଧରି କୋଳେ କହଇ ଜୀବନ ବିକଳେ ନିନ୍ଦଇ ରାମ ବନମାଳି କାନ୍ଦଇ କୋପେ ଦେଇ ଗାଳି ବିଷ୍ଣୁ ନିନ୍ଦିତ ବାକ୍ୟ ଶୁଣି କୋପେ ଚାହିଁଲା ବୀରମଣି ବ୍ରାହ୍ମଣ ବୋଲି ଭୟ ପାଇ କର ଅଞ୍ଜଳି ଶିରେ ଦେଇ ବୋଲାଇ ଶୁଣା ବିପ୍ରବର ଏଶୋକେ କୋପ ତୁ ନ କର ତୋର ରାଜ୍ୟ ବିପ୍ରବର ବୀର କି ନାହିଁ ଧନୁର୍ଧର ବ୍ରାହ୍ମଣ ପ୍ରାୟ ଯଜ୍ଞକାରୀ କିବା ବୁଲନ୍ତି ପେଟ ଭରି ଧନ ତନୟ ଦାରା ସୁତ ଜହିଁ ବ୍ରାହ୍ମଣ ଶୋକଚିତ ଜନ ପରଜା ଜହିଁ ଦୁଃଖୀ ପଣ୍ଡିତ ଜନ ନିରିମାଖି ପଣ୍ଡିତ ଜନ ନିରିମାଖି ପଣ୍ଡିତ ଜନ ନିରିମାଖି ବଡ଼ ବଡ଼ ବଡ଼